ଆଜି ଆମେ ଜିସାୟ ପୁସ୍ତକ 7 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି 7 ପର୍ବରେ ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କୁମାରୀ ଗର୍ଭରୁ ଜନ୍ମଗ୍ରହଣ କରିବା ନେଇ ଓ ଅସୁରୀୟମାନଙ୍କ ଦ୍ୱାରା ଜିହୁଦାର ଆଗାମୀ ଆକ୍ରମଣକୁ ନେଇ ଭାବବାଣୀ ପ୍ରକାଶ କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରିବା। ଏହି 7 ପର୍ବର ପ୍ରଥମ 2 ପଦ ଜିହୁଦା ଓ ଇସ୍ରାଏଲ ମଧ୍ୟରେ ଥିବା ଗୃହଯୁଦ୍ଧକୁ ପ୍ରକାଶ କରେ, ଯାହାକି ଅରାମ ସହିତ ଇସ୍ରାଏଲର ବନ୍ଧୁତାକୁ ନେଇ ଘଟିଥିଲା, ଯାହାଫଳରେ ଜିହୁଦା ମଧ୍ୟରେ ଭୟଜାତ ହୋଇଥିଲା। 3 ପଦରୁ 9 ପଦ ଉପର ପୁଷ୍କରିଣୀର ନାଳ ବିଷୟ ନେଇ ପ୍ରକାଶ କରେ, ଯେଉଁଠାରେ ଜିସାୟ ଓ ତାହାଙ୍କର ପୁତ୍ର ସାର୍ ଜାସୁବ୍ ଜିହୁଦାର ରାଜା ଆହାସଙ୍କୁ ସାକ୍ଷାତ କରି ପ୍ରଭୁଙ୍କଠାରୁ ପ୍ରାପ୍ତ ଉତ୍ସାହଜନକ ବାକ୍ୟ ତାହାଙ୍କୁ ପ୍ରଦାନ କରିଥିଲେ। 10 ପଦରୁ 16 ପଦ ପ୍ରକାଶ କରେ ଯେ ଯେତେବେଳେ ଆହସ ଏକ ଚିହ୍ନ ମାଗିବା ନିମନ୍ତେ ମନା କଲେ, ସେତେବେଳେ ଦାଉଦଙ୍କ ବଂଶ ପ୍ରତି ଚିହ୍ନ ଦ୍ୱାରା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କୁମାରୀ ଗର୍ଭରୁ ଜନ୍ମଗ୍ରହଣ କରିବା ବିଷୟ ନିଶ୍ଚିତ କରାଇ ଦିଆଗଲା। 17 ପଦରୁ 25 ପଦ ଅସୁରୀୟମାନଙ୍କ ଦ୍ୱାରା ଜିହୁଦାର ଆଗାମୀ ହସ୍ତଗତ ହେବାର ବିଷୟ ପ୍ରକାଶ କରେ, ଯାହାକି ଏକ ବିଚାର ସ୍ୱରୂପେ ଭାବବାଣୀ ଆକାରରେ ପ୍ରକାଶ କରାଯାଇଅଛି। ତେବେ ଦେଖନ୍ତୁ, ଜିସାୟ 7 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଜିହୁଦା ରାଜ ଉସିୟର ପୌତ୍ର ଯୋଥମର ପୁତ୍ର ଆହାସର ସମୟରେ ଅରାମର ରଶ୍ଚିନ୍ ରାଜା ଓ ରମଲିୟଲର ପୁତ୍ର ପେକହ ନାମେ ଇସ୍ରାଏଲର ରାଜା ଜିରୁସାଲାମର ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେଠାକୁ ଗଲେ, ମାତ୍ର ତାହା ପରାସ୍ତ କରିପାରିଲେ ନାହିଁ। ଦ୍ୱିତୀୟ ରାଜାବଳୀ 16 ପର୍ବର 2 ପଦରେ ଆହସ ରାଜାଙ୍କ ବିଷୟ ନେଇ ଏହିପରି ଲେଖା ଅଛି, ଆହସ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 20 ବର୍ଷ ବୟସ୍କ ହୋଇଥିଲେ ଓ ସେ ଜିରୁସାଲାମରେ 16 ବର୍ଷ ରାଜ୍ୟ କଲେ। ପୁଣି ସେ ଆପଣା ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ନାହିଁ। ଜିସାୟ ପୁସ୍ତକ 7 ପର୍ବର ଭାବବାଣୀ 6 ପର୍ବରେ ଜିସାୟଙ୍କର ଆହ୍ୱାନ ଓ ଭାରାର୍ପଣ ବିଷୟକୁ ଅନୁକରଣ କରେ, ଯାହାକି ଉସିୟ ରାଜାଙ୍କର ମୃତ୍ୟୁରେ ଘଟିଥିଲା। ଉସିୟଙ୍କର ପୁତ୍ର ଯୋଥମ ତାଙ୍କ ପିତାଙ୍କ ପଦରେ ରାଜ୍ୟ କରିବାକୁ ଆରମ୍ଭ କଲେ ଓ ସେ 16 ବର୍ଷ ଧରି ରାଜତ୍ୱ କଲେ। ଦ୍ୱିତୀୟ ରାଜାବଳୀ 15 ପର୍ବର 32 ପଦରୁ 34 ପଦରେ ଏହିପରି ଲେଖା ଅଛି, ଇସ୍ରାଏଲର ରାଜା ରମଲିୟନଙ୍କର ପୁତ୍ର ପେକହଙ୍କର ଅଧିକାରର 2ୟ ବର୍ଷରେ ଜିହୁଦାର ରାଜା ଉସିୟଙ୍କର ପୁତ୍ର ଯୋଥମ ରାଜ୍ୟ କରିବାକୁ ଆରମ୍ଭ କଲେ। ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 25 ବର୍ଷ ବୟସ୍କ ହୋଇଥିଲେ ଓ ସେ ଜିରୁସାଲାମରେ 16 ବର୍ଷ ରାଜ୍ୟ କଲେ। ଆଉ ତାହାଙ୍କ ମାତାଙ୍କର ନାମ ଜିରୁସା, ସେ ସାଦୋକର କନ୍ୟା ଥିଲେ। ଯୋଥମ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ସେ ଆପଣା ପିତା ଉସିୟଙ୍କର ସମସ୍ତ କ୍ରିୟାନୁସାରେ କର୍ମ କଲେ। ଯୋଥମ ତାହାଙ୍କ ପିତା ଉସିୟଙ୍କ ପରି ଜଣେ ଉତ୍ତମ ରାଜା ଥିଲେ, ମାତ୍ର ଯୋଥମଙ୍କ ପୁତ୍ର ଆହସ ଜଣେ ଦୁଷ୍ଟ ରାଜା ଥିଲେ ଓ ଯାହା ମନ୍ଦ ତାହା ହିଁ କଲେ। ଆହସ 16 ବର୍ଷ ଧରି ଜିହୁଦା ଉପରେ ରାଜତ୍ୱ କଲେ ଓ ସେ ପ୍ରକୃତରେ ଜଣେ ଦୁଷ୍ଟ ରାଜା ଥିଲେ। ତାଙ୍କର ରାଜତ୍ୱ ସମୟରେ ଗୃହଯୁଦ୍ଧ ମଧ୍ୟ ଘଟିଥିଲା। ଇସ୍ରାଏଲ ମଧ୍ୟରେ ଏହି ସମୟ ଥିଲା ଏକ ମହା ଦୁଃଖର ସମୟ। ଆପଣ ଯଦି ଜାଣିବାକୁ ଚାହାନ୍ତି ଯେ ସେହିସବୁ ମନ୍ଦ ବିଷୟ କ'ଣ ଥିଲା, ତାହେଲେ ଦ୍ୱିତୀୟ ରାଜାବଳୀ 16 ପର୍ବର 3 ଓ 4 ପଦକୁ ଦେଖନ୍ତୁ। ସେଠାରେ ଏହିପରି ଲେଖା ଅଛି, ମାତ୍ର ସେ ଇସ୍ରାଏଲର ରାଜାମାନଙ୍କ ପଥରେ ଚାଲିଲେ, ଆହୁରି ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଦୂର କରିଦେଇଥିଲେ, ସେମାନଙ୍କ ଘୃଣାଯୋଗ୍ୟ ବ୍ୟବହାର ଅନୁସାରେ ସେ ଆପଣା ପୁତ୍ରକୁ ଅଗ୍ନି ମଧ୍ୟ ଦେଇ ଗମନ କରାଇଲେ। ପୁଣି ସେ ଉଚ୍ଚ ସ୍ଥଳୀରେ ଓ ପର୍ବତ ଉପରେ ଓ ପ୍ରତ୍ୟେକ ହରିତବର୍ଣ୍ଣ ବୃକ୍ଷ ତଳେ ବଳିଦାନ କଲେ ଓ ଧୂପ ଜଳାଇଲେ। ପ୍ରକୃତରେ ଆହସ ଜଣେ ଦୁଷ୍ଟ ରାଜା ଥିଲେ ଓ ସେ ଅତି ଭୟ କରୁଥିଲେ, କାରଣ ଇସ୍ରାଏଲର ଉତ୍ତର ରାଜ୍ୟ ଅରାମ ସହିତ ବନ୍ଧୁତା କରିଥିଲେ ଓ ସେମାନେ ତାହାଙ୍କ ବିରୁଦ୍ଧରେ ଆସିଲେ। ତେବେ ପ୍ରଥମେ ସେମାନେ ଯଦିଓ ପ୍ରଭାବ ବିସ୍ତାର କରିପାରିନଥିଲେ, ମାତ୍ର ଆହସଙ୍କର ବିଶ୍ୱାସ ଥିଲା ଯେ ଶେଷରେ ସେମାନେ ପ୍ରଭାବ ବିସ୍ତାର କରିବେ ଓ ଜିହୁଦାକୁ ହସ୍ତଗତ କରିନେବେ। କିନ୍ତୁ ଦେଖନ୍ତୁ ଈଶ୍ୱରଙ୍କ ଯୋଜନା କିପରି ଭାବବାଣୀ ଅନୁଯାୟୀ ସଫଳ ହେବାକୁ ଯାଉଅଛି। 7 ପର୍ବର 2 ପଦରେ ଲେଖା ଅଛି, ଅନନ୍ତର ଦାଉଦ ବଂଶକୁ ଜ୍ଞାତ କରାଗଲା ଯେ ଅରାମ ଇଫ୍ରାଇମର ସହାୟ ହୋଇଅଛି। ଏଥିରେ ତାହାର ହୃଦୟ ଓ ତାହାର ଲୋକମାନଙ୍କ ହୃଦୟ
ବାୟୁରେ କମ୍ପିତ ଓ ବନବୃକ୍ଷ ତୁଲ୍ୟ କମ୍ପିତ ହେଲା। ଆହଜ ନିଜ ଉପରେ ବା ନିଜ ଗୋଷ୍ଠୀ ଉପରେ ଈଶ୍ୱରଙ୍କର ଆଶୀର୍ବାଦକୁ ଆଶା କରିନଥିଲେ। ତେଣୁକରି ଅରାମର ରଶ୍ଚିନ୍ ରାଜାଙ୍କ ସହିତ ଇସ୍ରାଏଲର ରାଜା ପେକହଙ୍କର ମିତ୍ରତା ତାହାଙ୍କୁ ଓ ତାହାଙ୍କର ଲୋକମାନଙ୍କୁ ଭୟଭୀତ କରାଇଥିଲା। ପୂର୍ବରୁ ଉଭୟ ଅରାମ ଓ ଇସ୍ରାଏଲ ଜିହୁଦାକୁ ଅଧିକାର କରିବା ନିମନ୍ତେ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ଏକାକୀ ତାହା କରିବା ନିମନ୍ତେ ସମର୍ଥ ହୋଇନଥିଲେ। ମାତ୍ର ଯେତେବେଳେ ସେମାନେ ଏକତ୍ର ମିଶି ତାହା କରିବା ନିମନ୍ତେ ଚେଷ୍ଟା କଲେ, ଆହଜ ନିଶ୍ଚିତ ହୋଇଗଲେ ଯେ ସେମାନେ ଜେରୁସାଲେମକୁ ଅଧିକାର କରିବା ନିମନ୍ତେ ସମର୍ଥ ହେବେ। ମାତ୍ର ଆହଜ ଜଣେ ଈଶ୍ୱରବିହୀନ ରାଜା ହେଲେ ମଧ୍ୟ ଈଶ୍ୱର ଜିହୁଦାର ଲୋକମାନଙ୍କୁ ନିର୍ବାଚିତ କରିବା ନିମନ୍ତେ ପ୍ରସ୍ତୁତ ନଥିଲେ। ଏପରିକି ଆମେ ଇତିହାସରୁ ମଧ୍ୟ ଜାଣି ସାରିଛୁ ଯେ ଜିହୁଦା ଉତ୍ତରକୁ ନିର୍ବାଚିତ ହେବା ନିମନ୍ତେ ଯାଉନଥିଲେ, ମାତ୍ର ଅନେକ ବର୍ଷ ପରେ ସେମାନେ ବାବିଲୋନକୁ ନିର୍ବାଚିତ ହେବାକୁ ଥିଲା। 7 ପର୍ବର 3 ପଦରେ ଲେଖା ଅଛି, ସେତେବେଳେ ସଦାପ୍ରଭୁ ଯିଶାୟାଙ୍କୁ କହିଲେ, ତୁମ୍ଭେ ଓ ତୁମ ପୁତ୍ର ସାର ଯାଶୁବ ରଜକ୍ଷେତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀର ନାଳ ମୁଣ୍ଡରେ ଆହସର ସଙ୍ଗେ ସାକ୍ଷାତ କରିବାକୁ ଯାଅ। ଯେହେତୁ ଈଶ୍ୱର ଏହି ସମୟରେ ଜିହୁଦାକୁ ନିର୍ବାଚିତ କରାଇବା ନିମନ୍ତେ ପ୍ରସ୍ତୁତ ନଥିଲେ, ତେଣୁକରି ସେ ରାଜା ଆହସକୁ ଉତ୍ସାହ ଦେବାକୁ ଚାହିଁଥିଲେ, ଯେପରି ସେ ମିଶ୍ରୀୟମାନଙ୍କ ସହିତ ନିର୍ବୋଧ ଭାବରେ ବା କ୍ରୋଧାନ୍ଧ ହୋଇ କୌଣସି ପ୍ରକାର ଚୁକ୍ତି ସ୍ୱାକ୍ଷର ନ କରନ୍ତି। ତେଣୁ ଈଶ୍ୱର ଯିଶାୟାଙ୍କୁ ଆହସଙ୍କ ସହିତ ସାକ୍ଷାତ କରିବା ନିମନ୍ତେ କହିଲେ। ଏହି ପଦ ମଧ୍ୟରେ ଆମେ କେତେକ ବିଷୟ ଲକ୍ଷ୍ୟ କରିବା ନିତାନ୍ତ ଆବଶ୍ୟକ। ପ୍ରଥମତଃ, ଯିଶାୟ ଆହଜକୁ ରଜକ କ୍ଷେତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀର ନାଳମୁଣ୍ଡରେ ସାକ୍ଷାତ କରିବାକୁ ଥିଲା। ଏହା ସେହି ନାଳ ଥିଲା ଯେଉଁଥିରୁ ତୃଷିତ ଜେରୁସାଲେମ ନିମନ୍ତେ ଜୀବନଦାୟକ ଜଳ ପ୍ରବାହିତ ହେଲା। ଏହା ସେହି ସ୍ଥାନ ଥିଲା ଯେଉଁଠାରେ ଲୋକମାନେ ସେମାନଙ୍କର ତୃଷା ନିବାରଣ କରିବାକୁ ପାରିଥିଲେ। ତେବେ ଏହା ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରେ, ଯିଏକି ଜୀବନର ନିର୍ଝର। ସେ ସେହି ଜୀବନର ଜଳ ଆଣିବା ନିମନ୍ତେ ଦାଉଦଙ୍କ ବଂଶରୁ ଆଗମନ କଲେ। ସେହି ଉପର ପୁଷ୍କରିଣୀ ସର୍ବୋପରିସ୍ଥ ଈଶ୍ୱରଙ୍କର ଆଶୀର୍ବାଦକୁ ପ୍ରକାଶ କରେ ଓ ସେହି ରାଜପଥ ହେଉଛି ପବିତ୍ରତାର ପଥ, ଯାହାକି ଯିଶାୟ ତାହାଙ୍କ ପୁସ୍ତକରେ 35 ପର୍ବର 8 ପଦରେ ମଧ୍ୟ ସ୍ପଷ୍ଟ କରିଦିଅନ୍ତି। ପୁଣି ସେଠାରେ ଏକ ରାଜଦାଣ୍ଡ ଓ ପଥ ହେବ, ତାହା ପବିତ୍ରତାର ପଥ ବୋଲି ବିଖ୍ୟାତ ହେବ। ଏହା ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ନିଦର୍ଶନ ସ୍ୱରୂପ, ଯିଏକି ପଥ, ସତ୍ୟ ଓ ଜୀବନ। ଲକ୍ଷ୍ୟ କରନ୍ତୁ, ସେହି ସାକ୍ଷାତ ମଧ୍ୟ ରଜକ କ୍ଷେତ୍ର ମଧ୍ୟରେ ଘଟିବାକୁ ଥିଲା। ସେହି ରଜକ କ୍ଷେତ୍ର ଏକ ସ୍ଥାନ ଥିଲା ଯେଉଁଠାରେ ଲୋକମାନେ ସେମାନଙ୍କର ବସ୍ତ୍ର ସବୁ ଧୋଇବାକୁ ଯାଉଥିଲେ। ଏହା ସେହି ସମୟରେ ଏକ ଧୋବା ତୁଠ ପରି ଥିଲା। ଏହାକୁ ଯଦି ଆତ୍ମିକ ଦୃଷ୍ଟିକୋଣରୁ ନେଇ ଚିନ୍ତା କରିବା, ତାହେଲେ ଏହା ଆମମାନଙ୍କର ସୂଚୀକରଣତାକୁ ପ୍ରକାଶ କରେ। ଆଉ ଏଥି ନିମନ୍ତେ ଆମମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଆସିବାକୁ ହେବ। ପ୍ରଭୁ ଯୀଶୁ କହନ୍ତି, ମୁଁ ତୁମମାନଙ୍କୁ ଯେଉଁ ବାକ୍ୟ କହିଅଛି, ସେଥିଯୋଗୁଁ ତୁମେମାନେ ପରିଷ୍କୃତ ହୋଇସାରିଅଛ। ତେଣୁ ଯିଶାୟ ସେହି ସ୍ଥାନକୁ ଯାଇ ଆହସଙ୍କ ସହିତ ସାକ୍ଷାତ କରିବା ଏକ ଆକସ୍ମିକ ଘଟଣା ନଥିଲା। ତହିଁରେ ଈଶ୍ୱରଙ୍କର ଏକ ମହତ୍ ଅଭିମତ ରହିଥିଲା, ଆଉ ତହିଁରୁ ମଧ୍ୟ ଆମମାନଙ୍କୁ ଏକ ଚମତ୍କାର ଆତ୍ମିକ ଶିକ୍ଷା ମିଳେ। ଯିଶାୟଙ୍କୁ କୁହାଯାଇଥିଲା ଯେପରି ସେ ତାହାଙ୍କ ପୁତ୍ର ସାର ଯାଶୁବଙ୍କୁ ସାଥିରେ ନେଇ ଆହସଙ୍କ ସହ ସାକ୍ଷାତ କରିବେ। ତେବେ ଏହି ସାର ଯାଶୁବର ଅର୍ଥ ଏକ ଅବଶିଷ୍ଟାଂଶଙ୍କ ପ୍ରତ୍ୟାବର୍ତ୍ତନ। ଏକ ଚମତ୍କାର ବିଷୟ ହେଉଛି ଯେ ଈଶ୍ୱରଙ୍କର ସଦାସର୍ବଦା ଏକ ଅବଶିଷ୍ଟାଂଶ ଲୋକ ଥିଲେ, ଯାହାକି ତାହାଙ୍କ ଦୃଷ୍ଟିରେ ଯଥାର୍ଥ ଥିଲା। 7 ପର୍ବର 4 ପଦରୁ 9 ପଦ ମଧ୍ୟରେ ଏହିପରି ଲେଖା ଅଛି, ଓ ତାହାକୁ କୁହ, ସାବଧାନ ଓ ସୁସ୍ଥିର ହୁଅ। ଏହି ଧୂମମୟ କାଷ୍ଠର 2 ଲାଞ୍ଜ ଅର୍ଥାତ୍ ରଶ୍ଚିନ୍ ଓ ଅରାମର ଓ ରମଲ୍ୟର ପୁତ୍ରର ପ୍ରଚଣ୍ଡ କ୍ରୋଧ ସକାଶୁ ଭୀତ ହୁଅ ନାହିଁ, କିମ୍ବା ଆପଣା ହୃଦୟକୁ ନିରାଶ ହେବାକୁ ଦିଅ ନାହିଁ। କାରଣ ଅରାମ ମଧ୍ୟ ଇଫ୍ରାଇମ୍ ଓ ରମଲ୍ୟର ପୁତ୍ର ତୁମ୍ଭ ବିରୁଦ୍ଧରେ କୁମନ୍ତ୍ରଣା କରି କହୁଅଛନ୍ତି, ଆସ ଆମମାନେ ଜିହୁଦା ବିରୁଦ୍ଧରେ ଯାଇ ତାହାକୁ ଅଧୈର୍ଯ୍ୟ କରୁ ଓ ଆମମାନଙ୍କ ନିମନ୍ତେ ତହିଁ ମଧ୍ୟରେ ଭଗ୍ନ ସ୍ଥାନ କରି ଏକ ରାଜାକୁ ଅର୍ଥାତ୍ ଟାବେଲର ପୁତ୍ରକୁ ସ୍ଥାପନ କରୁ। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ତାହା ସ୍ଥିର ହେବ ନାହିଁ ଅବା ସିଦ୍ଧ ହିଁ ହେବ ନାହିଁ।
କାରଣ ଅରାମର ମସ୍ତକ ଦମେଶକ ଓ ଦମେଶକର ମସ୍ତକ ରଶ୍ଚିନ୍। ପୁଣି 65 ବର୍ଷ ମଧ୍ୟରେ ଇଫ୍ରାଇମ୍ ଖଣ୍ଡ ଖଣ୍ଡ ହୋଇ ଏପରି ଭଗ୍ନ ହେବ ଯେ ସିଏ ଆଉ ଏକ ଗୋଷ୍ଠୀ ହୋଇ ରହିବ ନାହିଁ। ଆଉ ଇଫ୍ରାଇମ୍ର ମସ୍ତକ ସମରିଆ ଓ ସମରିଆର ମସ୍ତକ ରମଲିୟର ପୁତ୍ର। ଯେବେ ତୁମେମାନେ ବିଶ୍ୱାସ ନ କରିବ ତେବେ ସ୍ଥିରୀକୃତ ହେବ ନାହିଁ, ଏହା ନିଶ୍ଚୟ। ସମ୍ବାଦଟିର ମୁଖ୍ୟ ବିଷୟବସ୍ତୁ ହେଉଛି ଯେ ଆହସ୍ ଯେପରି ଉତ୍ତର ରାଜ୍ୟର ସେହି ଦୁଇ ରାଜାଙ୍କର ଚକ୍ରାନ୍ତକୁ ଓ ସେମାନଙ୍କର ମିତ୍ରତାକୁ ଭୟ ନ କରନ୍ତି। ଈଶ୍ୱର ସେମାନଙ୍କର ଚକ୍ରାନ୍ତକୁ ପଣ୍ଡ କରିବାକୁ ଯାଉଅଛନ୍ତି। ମାତ୍ର ସମସ୍ୟାଟି ହେଉଛି ଆହସ୍ କିପରି ଏହା ଜାଣିବାକୁ ପାରିବେ? କହିବାକୁ ଗଲେ ସେ ହେଉଛନ୍ତି ନାସ୍ତିକ, ସନ୍ଦେହୀ ଓ ଅବିଶ୍ୱାସୀ। ତେବେ ସେ କିପରି ବିଶ୍ୱାସ କରିବେ ଯେ ଯିଶାୟ ଯାହା କହୁଅଛନ୍ତି ତାହା ସତ୍ୟ? ତାହା ହିଁ ଥିଲା ଆହସ୍ଙ୍କର ସମସ୍ୟା। ସେ ସହଜରେ ବିଶ୍ୱାସ କରିପାରିନଥିଲେ। ମାତ୍ର ଈଶ୍ୱର କାହାକୁ ସେପରି କୌଣସି ବିଷୟ ଉପରେ ବିଶ୍ୱାସ କରିବାକୁ କହନ୍ତି ନାହିଁ ଯାହାକି ଏକ ଭିତ୍ତିମୂଳ ଉପରେ ଆଧାରିତ ନୁହେଁ। ବିଶ୍ୱାସର ଅର୍ଥ ନୁହେଁ ଆପଣ ଅନ୍ଧ ଭାବରେ କୌଣସି ଅଞ୍ଚଳ ମଧ୍ୟକୁ ପ୍ରବେଶ କରି କହିବେ, ଓଃ, ମୁଁ ଈଶ୍ୱରଙ୍କୁ ବିଶ୍ୱାସ କରେ। ତାହା ମୂର୍ଖତାର ପରିଚୟ। ଈଶ୍ୱର ଆମମାନଙ୍କୁ ସେପରି କରିବାକୁ କହନ୍ତି ନାହିଁ। ମାତ୍ର ଆମମାନଙ୍କର ବିଶ୍ୱାସ ଏକ ଭିତ୍ତିମୂଳ ଉପରେ ଆଧାରିତ ହେବା ଉଚିତ। ଆଉ ସେହି ଭିତ୍ତିମୂଳ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ପ୍ରଥମ କରିନ୍ଥୀୟ 3:11 ଲେଖା ଅଛି, କାରଣ ଯେଉଁ ଭିତ୍ତିମୂଳ ସ୍ଥାପିତ ହୋଇଅଛି ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରିପାରେ ନାହିଁ। ସେହି ଭିତ୍ତିମୂଳ ଯୀଶୁଖ୍ରୀଷ୍ଟ। ପରିତ୍ରାଣ ନିମନ୍ତେ ଆମମାନଙ୍କର ବିଶ୍ୱାସ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମୃତ୍ୟୁ, ସମାଧି ଓ ପୁନରୁତ୍ଥାନ ଉପରେ ପ୍ରତିଷ୍ଠିତ ହେବା ଉଚିତ। ଯଦି ଜଣେ ବ୍ୟକ୍ତି ପ୍ରକୃତରେ ଈଶ୍ୱରଙ୍କୁ ଜାଣିବାକୁ ଚାହେଁ ଓ ତାହାର ପାପ ସବୁକୁ ପରିତ୍ୟାଗ କରି ଖ୍ରୀଷ୍ଟଙ୍କ ପ୍ରତି ଫେରେ, ତାହେଲେ ଈଶ୍ୱର ତାହା ନିକଟରେ ଆପଣାକୁ ପ୍ରକାଶ କରିବେ। କିନ୍ତୁ ସମସ୍ୟାଟି ହେଉଛି ଯେ ଅନେକ ଈଶ୍ୱରଙ୍କୁ ଚାହାନ୍ତି ନାହିଁ କି ତାହାଙ୍କ ସହ ସହଭାଗିତା ସ୍ଥାପନ କରିବାକୁ ଚାହାନ୍ତି ନାହିଁ। ଆଉ ତାହା ହିଁ ଥିଲା ଆହସ୍ଙ୍କର ସମସ୍ୟା। ସେ ଈଶ୍ୱରଙ୍କ ସହିତ ସଂଯୁକ୍ତ ହେବାକୁ ଚାହୁଁନଥିଲେ। ତେବେ ସେ କ'ଣ କହୁଅଛନ୍ତି ତାହା ଶୁଣନ୍ତୁ। 10 ଓ 11 ଲେଖା ଅଛି, ଅନନ୍ତର ସଦାପ୍ରଭୁ ଆହସ୍କୁ ଆହୁରି କହିଲେ, ତୁମେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଏକ ଚିହ୍ନ ମାଗ, ଅଧଲୋକରେ କି ଊର୍ଦ୍ଧ୍ୱଲୋକରେ ହେଉ ମାଗ। ଈଶ୍ୱର ଜାଣିଥିଲେ ଯେ ଆହସ୍ର ବିଶ୍ୱାସ ନଥିଲା ଓ ସେ ତାହାଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଚାହୁଁଥିଲେ। ମାତ୍ର ଆହସ୍ ପ୍ରକୃତରେ ବିଶ୍ୱାସ କରିପାରୁନଥିଲେ। ଦେଖନ୍ତୁ ଆହସ୍ ତହିଁର କି ପ୍ରତ୍ୟୁତ୍ତର ଦେଉଅଛନ୍ତି। 12 ଲେଖା ଅଛି, ମାତ୍ର ଆହସ୍ କହିଲା, ମୁଁ ମାଗିବି ନାହିଁ କି ସଦାପ୍ରଭୁଙ୍କୁ ପରୀକ୍ଷା କରିବି ନାହିଁ। ଏହା କ'ଣ ଏକ ମଧୁର କଥା ବୋଲି ଜଣାଯାଏ ନାହିଁ କି? ଏହି ପ୍ରକାର ଉତ୍ତର ଅତି ସୁନ୍ଦର। ମାତ୍ର ପ୍ରକୃତରେ ଦେଖିବାକୁ ଗଲେ ଏହା ଏକ ଶଠତାର ଆଚରଣ ବା ଈଶ୍ୱରଙ୍କ ସହିତ କପଟାଚରଣ। ସେ ବାସ୍ତବରେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ। ସେ କୌଣସି ଉପାୟରେ ନିଜର ଦୁର୍ବଳତାକୁ ଲୁଚାଇବାକୁ ଚାହୁଁଥିଲେ। 13 ଲେଖା ଅଛି, ଏଥିରେ ସେ କହିଲେ, ହେ ଦାଉଦର ବଂଶ, ତୁମେମାନେ ଏବେ ଶୁଣ, ମନୁଷ୍ୟକୁ କ୍ଳାନ୍ତ କରିବାର ତୁମମାନଙ୍କ ପ୍ରତି କ୍ଷୁଦ୍ର ବିଷୟ ବୋଲିକି ତୁମେମାନେ ମୋ ପରମେଶ୍ୱରଙ୍କୁ ହିଁ କ୍ଳାନ୍ତ କରିବ? ପ୍ରିୟ ବନ୍ଧୁ, ଈଶ୍ୱର ଆମମାନଙ୍କର ମିଥ୍ୟା ସାଧୁତାକୁ ଚାହାନ୍ତି ନାହିଁ। ଆପଣ ଭାବନ୍ତୁ ନାହିଁ ଯେ ଆପଣ ସଦାପ୍ରଭୁଙ୍କୁ ପରୀକ୍ଷା କରିବି ନାହିଁ ବୋଲି କହି ତାହାଙ୍କ ଦୃଷ୍ଟିରେ ସାଧୁ ପାଲଟି ଯିବେ। ଈଶ୍ୱର ଆପଣଙ୍କର ଅନ୍ତଃକରଣ ତୋଲିବା କର୍ତ୍ତା। ସେ ଆପଣଙ୍କ ବିଶ୍ୱାସର ଦୁର୍ବଳତାକୁ ଜାଣନ୍ତି। ତେଣୁକରି ସେ କହନ୍ତି, ଆହେ ସଦାପ୍ରଭୁ ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରି ଦେଖ। ଈଶ୍ୱର କହନ୍ତି, ମୋତେ ଚାଖ, ପରଖ କରିନିଅ, ମୁଁ ଉତ୍ତମ କି ନାହିଁ ତାହା ଦେଖ। ଈଶ୍ୱର ଏହି ଅବିଶ୍ୱାସୀ ରାଜାକୁ କହନ୍ତି, ଯେହେତୁ ଯିଶାୟ ଏହା କହିଅଛନ୍ତି, ତେଣୁକରି ମୋହର ସମ୍ବାଦରେ ବିଶ୍ୱାସ କରିବାକୁ ମୁଁ ତୁମକୁ କହୁନାହିଁ। ମାତ୍ର ମୁଁ ଏହାର ତଳେ ଏକ ମୂଳଦୁଆ ସ୍ଥାପନ କରିବାକୁ ଚାହେଁ। ମୁଁ ତୁମକୁ ଏକ ଚମତ୍କାର ଚିହ୍ନ ଦେବାକୁ ଚାହେଁ, ଯେପରି ତୁମ୍ଭେ ଜାଣିବାକୁ ପାରିବ ଯେ ସେହି ସମ୍ବାଦ ମୋହର। ମାତ୍ର ଆହସ୍ ଏକ ଚିହ୍ନ ମାଗିବା ନିମନ୍ତେ ମନା କଲେ। ତେଣୁ ଈଶ୍ୱର ଏକ ଚିହ୍ନ ଦେବାକୁ ଯାଉଅଛନ୍ତି, ମାତ୍ର ତାହା ଆହସ୍ଙ୍କ ପ୍ରତି ନୁହେଁ, ମାତ୍ର ଦାଉଦଙ୍କର ସମସ୍ତ ବଂଶଧରଙ୍କ ପ୍ରତି। 14 ଲେଖା ଅଛି, ଏତୁ ପ୍ରଭୁ ଆପେ ତୁମମାନଙ୍କୁ ଏକ ଚିହ୍ନ ଦେବେ,
ଦେଖ ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମାନୁଏଲ ଆମମାନଙ୍କ ସହିତ ପରମେଶ୍ୱର ରଖିବ। ଈଶ୍ୱର ତାଙ୍କର ଭାବବାଣୀ ତଳେ ଏକ ଭିତ୍ତିମୂଳ ସ୍ଥାପନ କଲେ ଓ ସେହି କୁମାରୀ ଗର୍ଭରେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମଗ୍ରହଣ ସତ୍ୟ କି ନା ତାହା ଯଦି ଆପଣ ଜାଣିବାକୁ ଚାହାନ୍ତି ତାହେଲେ ଆପଣ 4 ସୁସମାଚାର ଅଧ୍ୟୟନ କଲେ ତାହା ଜାଣିପାରିବେ। ଏପରିକି ମାଥ୍ୟୁ 1 ପର୍ବର 18 ପଦରୁ 23 ପଦରେ ପାଠ କଲେ ଆପଣ ତାହା ଜାଣିପାରିବେ। ତେବେ ଏହି ଯିଶାୟା 7 ପର୍ବର 14 ପଦରେ ଏହି ଭାବବାଣୀ ପ୍ରକାଶିତ ହେବାର କାରଣ ହେଉଛି ଯେ ଯେପରି ଏହା ମରିୟମଙ୍କ ସ୍ୱାମୀ ଯୋସେଫଙ୍କ ପ୍ରତି ଏକ ସନ୍ତୋଷଜନକ ପ୍ରମାଣ ହେବାକୁ ପାରେ ଯେ ମରିୟମ ତାହାଙ୍କୁ ବିବାହ କରିବା ପୂର୍ବେ ତାହାଙ୍କର ଏକ ସନ୍ତାନକୁ ଗର୍ଭଧାରଣ କରିବା କୌଣସି ପୁରୁଷର ସଂସର୍ଗତା ହେତୁ ନୁହେଁ, ମାତ୍ର ପବିତ୍ର ଆତ୍ମାଙ୍କ କର୍ତ୍ତୃକ ଗର୍ଭଧାରଣ, ଯାହାକି ଏହି ଭାବବାଣୀ ଅନୁଯାୟୀ ଆକ୍ଷରିକ ଭାବେ ସଫଳ ହୋଇଅଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନରେ। ପୁନର୍ବାର ଯିଶାୟଙ୍କର ଏହି ଭାବବାଣୀକୁ ଲକ୍ଷ୍ୟ କରନ୍ତୁ। ଲେଖା ଅଛି, ଏହେତୁ ପ୍ରଭୁ ଆପେ ତୁମମାନଙ୍କୁ ଏକ ଚିହ୍ନ ଦେବେ। ଦେଖ, ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମାନୁଏଲ ଆମ୍ଭମାନଙ୍କ ସହିତ ପରମେଶ୍ୱର ରଖିବ। ଯିଶାୟ କହନ୍ତି ଯେ ତାହାଙ୍କ ନାମ ଇମାନୁଏଲ ହେବ। ମାତ୍ର ଆପଣ ସୁସମାଚାର ମଧ୍ୟରେ କୌଣସି ସ୍ଥାନରେ ଦେଖିବାକୁ ପାଇବେ ନାହିଁ ଯେ ସେ ଇମାନୁଏଲ ବୋଲି ଡକାଯାଇଅଛନ୍ତି। ଇମାନୁଏଲର ଅର୍ଥ ଆମମାନଙ୍କ ସହିତ ଈଶ୍ୱର। ସେମାନେ ତାହାଙ୍କୁ ଯୀଶୁ ବୋଲି ଡାକିଲେ ଯେହେତୁ ସେ ତାହାଙ୍କର ଲୋକମାନଙ୍କୁ ସେମାନଙ୍କର ପାପରୁ ଉଦ୍ଧାର କରିବେ। ମାତ୍ର ପ୍ରିୟ ବନ୍ଧୁ, ସେ ଲୋକମାନଙ୍କୁ ସେମାନଙ୍କର ପାପରୁ ଉଦ୍ଧାର କରିପାରିବେ ନାହିଁ ଯେପର୍ଯ୍ୟନ୍ତ ସେ ଇମାନୁଏଲ ନ ହୋଇଛନ୍ତି, ଅର୍ଥାତ୍ ଆମମାନଙ୍କ ସହିତ ପରମେଶ୍ୱର ନ ହୋଇଛନ୍ତି। ଆପଣ ଯେତେବେଳେ ତାହାଙ୍କୁ ଯୀଶୁ ବୋଲି ଡାକନ୍ତି, ଆପଣ ତାହାଙ୍କୁ ଇମାନୁଏଲ ବୋଲି ଡାକନ୍ତି, ଅର୍ଥାତ୍ ଆମମାନଙ୍କ ସହିତ ଈଶ୍ୱର। ସେ ଈଶ୍ୱର ଅଟନ୍ତି। ସେ ଆମମାନଙ୍କ ସହିତ ଈଶ୍ୱର ଓ ଆମମାନଙ୍କ ନିମନ୍ତେ ଈଶ୍ୱର। ସେ ଆମମାନଙ୍କର ଉଦ୍ଧାରକର୍ତ୍ତା, ଯିଏକି ଜଣେ କୁମାରୀ ଗର୍ଭରେ ଜନ୍ମ ନେଲେ। ଆପଣ କ'ଣ ତାହାଙ୍କଠାରେ ବିଶ୍ୱାସ କରନ୍ତି କି? 15 ପଦରେ ଲେଖା ଅଛି, ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବାର ଜାଣିବା ବେଳେ ସେ ଦଧି ଓ ମଧୁ ଖାଇବ। ଯୀଶୁ ପାଲେଷ୍ଟାଇନରେ ଏକ ଗରିବ ପରିବାର ମଧ୍ୟରେ ଜନ୍ମ ନେଲେ ଓ ଲାଳିତ ପାଳିତ ହେଲେ ଓ ଏହା ଥିଲା ଗରିବ ଶ୍ରେଣୀର ଲୋକମାନଙ୍କର ଆହାର। ଏହାପରେ 7 ପର୍ବର 16 ପଦରେ ଲେଖା ଅଛି, କାରଣ ବାଳକ ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବାର ଜାଣିବା ପୂର୍ବେ ଯେଉଁ ଦେଶର 2 ରାଜାଙ୍କୁ ତୁମ୍ଭେ ଘୃଣା କରୁଅଛ ସେ ଦେଶ ପରିତ୍ୟକ୍ତ ହେବ। ଏହି ଭାବବାଣୀ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ସମୟରେ ଆଗମନ କଲେ ସେହି ସମୟରେ ସଫଳ ହେଲା। ପ୍ରିୟ ବନ୍ଧୁ, ଏଥିରୁ ଆମେ ଜାଣିବାକୁ ପାରୁଛୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କୁମାରୀ ଗର୍ଭରେ ଜନ୍ମଗ୍ରହଣ କରିବା ଶାସ୍ତ୍ର ଅନୁମୋଦିତ ଓ ଯିଶାୟଙ୍କ ଭାବବାଣୀ ଅନୁଯାୟୀ ଏହା ଆକ୍ଷରିକ ଭାବେ ନୂତନ ନିୟମରେ ସଫଳ ହେଲା। ସେହିପରି ତାହାଙ୍କର ଦ୍ୱିତୀୟ ଆଗମନ ମଧ୍ୟ ସଫଳ ହେବାକୁ ଯାଉଅଛି। ମାତ୍ର ଆମେ କ'ଣ ସେହି ପ୍ରଭୁଙ୍କଠାରେ ବିଶ୍ୱାସ କରୁଛୁ କି? ପ୍ରଭୁ ଆମ ପ୍ରତ୍ୟେକଙ୍କୁ ସେହିପରି ଏକ ସରଳ ବିଶ୍ୱାସର ହୃଦୟ ଦିଅନ୍ତୁ, ଯେପରି ଆମେ ତାହାଙ୍କଠାରେ ବିଶ୍ୱାସ କରି ସେହି ଅନନ୍ତ ଜୀବନର ଅଧିକାରୀ ହେବା। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।